ଯେ ଯେଉଁ ସମସ୍ୟାଟା ସୃଷ୍ଟି ହେଇଥିଲା ପ୍ୟାରୀମୋହନ ମହାପାତ୍ରଙ୍କ ପାଇଁ, ଯେଉଁ ସମସ୍ୟା ସୃଷ୍ଟି ହେଇଥିଲା ବୈଜୟନ୍ତ ପଣ୍ଡାଙ୍କ ପାଇଁ, ଯଜ୍ଞେଶ୍ୱର ବାବୁଙ୍କ ପାଇଁ, ତାଠୁ ଅଧିକ ସମସ୍ୟା ନିଶ୍ଚିତ ହେବାକୁ ଯାଉଛି। ପାଣ୍ଡିଆନ ନିଶ୍ଚୟ କେତେବେଳେ ବିଦାୟ ହେବେ। ଏ କଣ୍ଟାବାଞ୍ଜିରେ ସେ କଣ୍ଟେଷ୍ଟ କରିବା ଫଳରେ ନିଶ୍ଚିତ ଭାବରେ ନନ୍ଦୀଗ୍ରାମ ଭଳିଆ ହେବ ଏବଂ ଇଏ ମମତା ବାନାର୍ଜୀ ଯେମିତି ହାରିଲେ ଇଏ ମଧ୍ୟ ଏଠି ନିଶ୍ଚିତ ଭାବରେ ହାରିବେ। କାରଣ ଏଠିକାର ଲୋକ, ବଲାଙ୍ଗୀର ଲୋକ ଭାରି ସେନ୍ସିଟିଭ୍। ସେମାନେ ତାଙ୍କର ଏଠିକି ନ ଆସିବାଟାକୁ ଭାରି ନାପସନ୍ଦ କରୁଛନ୍ତି ଏବଂ ଭିତରେ ଗୋଟେ ଜିଦ୍ ଆସୁଛି ଯେ ଆମେ ତାଙ୍କୁ ହରାଇବୁ ଏବଂ କଣ୍ଟାବାଞ୍ଜିର ନାଁ ସମଗ୍ର ବିଶ୍ୱରେ ଚର୍ଚ୍ଚା ହେବ ଯେ ଏଠି ସିଏମ୍ ହାରିଲା। ଏବଂ ମୁଁ ଆଜି ଖୋଲାଖୋଲି ଭାବରେ କହିଦେବା ପାଇଁ ଚାହୁଁଛି ଓଡ଼ିଶାବାସୀଙ୍କୁ ଯେ ଯେଉଁ ସମସ୍ୟାଟା ସୃଷ୍ଟି ହେଇଥିଲା ପ୍ୟାରୀମୋହନ ମହାପାତ୍ରଙ୍କ ପାଇଁ, ଯେଉଁ ସମସ୍ୟା ସୃଷ୍ଟି ହେଇଥିଲା ବୈଜୟନ୍ତ ପଣ୍ଡାଙ୍କ ପାଇଁ, ଯଜ୍ଞେଶ୍ୱର ବାବୁଙ୍କ ପାଇଁ, ତାଠୁ ଅଧିକ ସମସ୍ୟା ନିଶ୍ଚିତ ହେବାକୁ ଯାଉଛି। ପାଣ୍ଡିଆନ ନିଶ୍ଚୟ କେତେବେଳେ ବିଦାୟ ହେବେ। ବିଜେପି ବାଲା ମୋଦିଜୀ ଦିନ ରାତି ଓଡ଼ିଶା ଏବଂ ଭାରତ ବର୍ଷର ବିକାଶ ପାଇଁ ସ୍ୱପ୍ନ ଦେଖୁଛନ୍ତି, କାର୍ଯ୍ୟ କରୁଛନ୍ତି, ଚିନ୍ତା କରୁଛନ୍ତି। କିନ୍ତୁ ଇଏ କହିବାର ଅର୍ଥ ହେଲା ଆମେ କେବଳ ରାତିରେ ସ୍ୱପ୍ନ ଦେଖୁଛୁ। ତାର ଅପରପକ୍ଷରେ ଯଦି କହିବା ତାହେଲେ ପାଣ୍ଡିଆନ ଏବଂ ନବୀନ ବାବୁ ଏ ଦୁଇ ଜଣ କେବଳ ରାତିରେ ସ୍ୱପ୍ନ ଦେଖୁଛନ୍ତି। ରାତିରେ କି ସ୍ୱପ୍ନ ଦେଖନ୍ତି ସେ ତାହା ନିଜେ ପ୍ରକାଶ କରିବା ଉଚିତ।